सबको नमस्कार। ମୁଁ ହେଉଛି ଲିପ୍ସା ଜୟଶ୍ରୀ ନାୟକ। ମୁଁ ହେଉଛି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପଣ୍ଡାଶ୍ରୀର ଛାତ୍ରୀ। ଆଜିର ଏହି ସୁରଭି କାର୍ଯ୍ୟକ୍ରମରେ ଆପଣମାନଙ୍କ ମନୋରଞ୍ଜନ ପାଇଁ ଆମେମାନେ ନେଇ ଆସିଛୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଏକ ଗୀତିନାଟ୍ୟ, ଲୋକକଳା ଓ ସମୃଦ୍ଧ ଓଡ଼ିଶାର ଏକ ଝଲକ। ये ହେଉଛି ଓଡ଼ିଶା, କଳାର ମାଟି, ସମୃଦ୍ଧ ଓଡ଼ିଶା। କଳା ନୃତ୍ୟ ସଙ୍ଗୀତରେ ଭରା ଏ ରାଜ୍ୟ। ଅତୀତରେ ଅନେକ ରାଜାଙ୍କ ଶାସନ କାଳରେ ଏଠାକାର କଳା, ନାଚ ଆଦି ଖୁବ୍ ସମୃଦ୍ଧ ହୋଇଛି। ପାରମ୍ପରିକ ହାତ କାମ, ନାଚ, କୁଟୀର ଶିଳ୍ପରେ ଏହା ଅନେକ ଊର୍ଦ୍ଧ୍ୱରେ। ଅତୀତରେ ଅନେକ ଶାସକମାନଙ୍କ ଦ୍ୱାରା ଶାସିତ ଓଡ଼ିଶାରେ କଳା, ସ୍ଥାପତ୍ୟ, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ କୁଟୀର ଶିଳ୍ପର ଅନନ୍ୟ ମିଶ୍ରଣ ଘଟିଥିଲା, ଯାହା କେବଳ ଭାରତରେ ନୁହେଁ ବରଂ ବିଶ୍ୱ ଦରବାର ମଧ୍ୟରେ ବିଖ୍ୟାତ ଏବଂ ଉଚ୍ଚ ପ୍ରଶଂସିତ। ଦୁର୍ଦ୍ଦଶ କଳିଙ୍ଗରୁ ଉତ୍କର୍ଷ ଉତ୍କଳ ଏବଂ ଉଡ୍ର ଦେଶ ଓଡ଼ିଶାରେ ପରିବର୍ତ୍ତନ ଅବସମ୍ଭାବୀ ଥିଲା। ଓଡ଼ିଶାର କଳା କ୍ଷେତ୍ରରେ ଅସମ୍ଭବ ସୃଷ୍ଟି ଯୋଗୁଁ କେତେବେଳେ କଳା ପାହାଡ଼ର ଲୋଲୁପ ଦୃଷ୍ଟି ଆକର୍ଷିତ କରିଛି ତ କେତେବେଳେ ଗୀତ ଗୋବିନ୍ଦ ପରି ସାହିତ୍ୟର ଅସହ୍ୟ ଆଳଙ୍କାରିକ ସୌନ୍ଦର୍ଯ୍ୟ ଭଙ୍ଗୀ ଈର୍ଷାର କେନ୍ଦ୍ରବିନ୍ଦୁ ପାଲଟିଛି। ହଠାତ୍ ଆସିଗଲା ଆଧୁନିକ ଯୁଗ, ବଦଳିଗଲା ଲୋକମାନଙ୍କର ଶିକ୍ଷା, ଦୀକ୍ଷା, ରୀତି ନୀତି, ଆଚାର ବିଚାର, ସଂସ୍କାର ଓ ସଂସ୍କୃତି। ଅପଭ୍ରଂଶ ହୋଇଗଲା ଓଡ଼ିଶାର ଲୋକକଳା। ତତ୍କାଳୀନ ସମୟରେ କେନ୍ଦ୍ର ସରକାରଙ୍କର କଳାକାର ସହାୟତା ଯୋଜନା କଳାକାରମାନଙ୍କ ମନରେ ଖୁସି ଆଣିଦେଲା। ଆସନ୍ତୁ ଦେଖିବା ଆଧୁନିକ ଯୁଗରେ ଲୋକକଳାର ସମୃଦ୍ଧି। ବାପା ବାପା, ମୁଁ ବଡ଼ ହେଲେ ତୁମ ପରି ଶିଳ୍ପୀଟିଏ ହେବି, ବହୁତ ବଡ଼ ବଡ଼ ମୂର୍ତ୍ତି ତିଆରି କରିବି। ନାଇଁ 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 ନାଇଁ, ମୋ ପରି ଶିଳ୍ପକଳାରେ ତୁ ରହିଗଲେ ତୋର ପିଲା ଛୁଆ ଗୁଡ଼ାକ ଉପାସ ମରିଯିବେ। ବାପାରେ, ତୁ ମନ ଦେଇ ପାଠ ପଢ଼, ବଡ଼ ଚାକିରି କରିବୁ, ସମସ୍ତେ ତତେ ସଲାମ କରିବେ, ମୁଁ ବହୁତ ଖୁସି ହେବି।
ବହୁତ ଖୁସି ହେବି। ମା, ତୁ ଦେଖିବୁ ମୁଁ ତୋ ପରି ଏକ ଓଡ଼ିଶୀ ନର୍ତ୍ତକୀ ହେବି। ଓଡ଼ିଶାର ଲୋକକଳା ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବି, ତୁ ଦେଖିବୁ। ନାଇଁ ରେ ମା, ଏ ସମାଜ ତତେ ନାଚ ବାଲି କହି ଥଟ୍ଟା ମଜା କରିବ। ତୋ ବାପା ଗଲା ପରେ କେତେ ଲୋକ ନିନ୍ଦା ଅପବାଦ ସହି ମୁଁ ତତେ ବଡ଼ କରିଛି, ତାହା କେବଳ ମୁଁ ହିଁ ଜାଣିଛି। ମା, ତାହେଲେ ଲୋକ ନିନ୍ଦା ଭୟରେ କ'ଣ ଆମ ଓଡ଼ିଶାର କଳା ସଂସ୍କୃତି ଦିନେ ମରିଯିବ? ନାହିଁ ଲୋ ଧନ, ମୁଁ ଚାହେଁ ତୁ ପାଠ ପଢ଼ି ଗୋଟେ ବଡ଼ ଚାକିରି କର, ଆଉ ସମସ୍ତେ ତତେ ସମ୍ମାନ କରିବେ। ମୁଁ ବହୁତ ଖୁସି ହେବି ଲୋ ଧନ, ବହୁତ ଖୁସି ହେବି। ଚାକିରି ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟରେ ଦେଖାଦେଇଛି ବେକାରୀ ସମସ୍ୟା। ଓହୋ, ପାଠ ତ ପଢ଼ିଲି, ସରକାର ଚାକିରି ଦେଲେ ନାହିଁ, ସେଥିରେ ମୁଁ କ'ଣ କରିବି? ପାଠଟା ମନ ଦେଇ ପଢ଼ିଥିଲେ ସିନା ଚାକିରି କରିଥାନ୍ତୁ। କ'ଣ ନା ମୁଁ ଶିଳ୍ପୀ ହେବି, ମୁଁ ଆଉ ଖଟି ପାରିବିନି ରେ ବାବା। ଯଦି ଚାକିରି ନ ମିଳୁଛି ତାହେଲେ ତ ଗୁଜୁରାଟ ସୁରାଟ ଚାଲିଯା, ସେଠି ଦାଦନ ଖଟିବୁ ଦାଦନ। ଚାଲିଯା ମୋ ସାମ୍ନାରୁ। ହାତ ଧରି ମୋର ଚାଲି ଶିଖେଇଲ, ଯେତେ ଅଳି ଗାଲି ସବୁ ସହିଗଲ। ବାପା ବାପା ବାପା, ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ। କେଉଁ ସୁରପତି ବେଶ କରିଅଛି। ଯାହା ଭାବୁଥିଲି ତାହା ହିଁ ହେଲା। ଏ ନାଚ ବାଲିର ଝିଅ ନାଚିଲା। ମା, ତୁ ଏମିତି କ'ଣ କହୁଛୁ? ତୁ ଚୁପ୍ କର। ନାଚି ନାଚି ଏତେ ପାଠ ପଢ଼େଇଲି, ତୁ ଚାକିରି ଖଣ୍ଡେ କରିପାରିଲୁନି? ଓହୋ, ଚାକିରି ଚାକିରି ଚାକିରି, ଏତେ ଚାକିରି ଆସିବ କୋଉଠୁ? ତୁ ଏବେ ଏଇ ମୁହୂର୍ତ୍ତରୁ ଘରୁ ବାହାରି ଯା, ତତେ ମୁଁ ଆଉ ପୋଷି ପାରିବିନି। ତ ମୁହଁ ଦେଖିବାକୁ ମୋ ଇଚ୍ଛା କରୁନି, ଚାଲିଯା ମୋ ସାମ୍ନାରୁ। କେତେ ହୃଦୟହୀନ ତୁ କେମିତି ହେଲୁ? ବାହାର ରାଜ୍ୟକୁ ଯାଇ ଦୁହେଁ ଦେଖୁଛନ୍ତି ଆମ ଲୋକକଳା ସଂସ୍କୃତିକୁ କିପରି ସେମାନେ ବିକ୍ରି କରୁଛନ୍ତି। ଆରେ, ଓଡ଼ିଶାରୁ ହାତ ତିଆରି ମୂର୍ତ୍ତି ଏଠି? ଭାଇ, ମୂର୍ତ୍ତି କେତେ ଟଙ୍କା? only 30,000. ଆରେ ଆଶ୍ଚର୍ଯ୍ୟ, 3,000 ଟଙ୍କାର ମୂର୍ତ୍ତି ଏଠି 30,000 ଟଙ୍କାରେ ବିକ୍ରି ହେଉଛି। ହଁ ଆଜ୍ଞା, ଓଡ଼ିଶାର ଶିଳ୍ପୀ କାରିଗର ମାନେ ବାହାରେ ଆସି ଦାଦନ ଖଟିଲେ ଠିକ୍ ଏଇଆ ହିଁ ହବା। 3,000 ଟଙ୍କାରେ କିଣାଯିବ ଆଉ 30,000 ଟଙ୍କାରେ ବିକ୍ରି କରାଯିବ। ହଁ, ଠିକ୍ କହିଛନ୍ତି। ଆମର କଳା ସଂସ୍କୃତିକୁ ନେଇ ଏମାନେ ଧନୀ ହେଉଛନ୍ତି, କିନ୍ତୁ ଆମେ ଏମାନଙ୍କ ପାଖରେ ଆସି ଦାଦନ ଖଟୁଛେ। ହଁ, ମୁଁ ବି ଭାବିଥିଲି ଓଡ଼ିଶାର ଲୋକକଳା ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବି, କିନ୍ତୁ ଏଠି ଆସି ଦେଖେ ତ ଆମଠାରୁ କିଛି ନ ଜାଣି ଏମାନେ ବେଶ ଭଲ ରୋଜଗାର କରୁଛନ୍ତି, କିନ୍ତୁ ଆମେ ଏମାନଙ୍କ ପାଖରେ ଆସି ଦାଦନ ଖଟୁଛେ। ନିଜ ଉପରେ ଘୃଣା ଲାଗୁଛି। ଆରେ, ଏତେ ଶୀଘ୍ର ହାର ମାନିଯିବା ଉଚିତ ନୁହେଁ। ଆମେ ଓଡ଼ିଶାବାସୀ ଭାରି ସାହସୀ। ଆମେ ଏଇଠି ହିଁ ପ୍ରମାଣ କରି ଦେଖେଇଦେବା ଆମ ଓଡ଼ିଶାର ପ୍ରକୃତ ଲୋକକଳା କ'ଣ। ବାବୁ ବାବୁ, ତୁମ ପୁଅ ସୁରଟରେ ବଡ଼ ଶିଳ୍ପୀଟିଏ ହୋଇଛି ଆଉ ବହୁତ ଟଙ୍କା ରୋଜଗାର କରୁଛି। ତୁମ ଦୁଃଖ ତ ଗଲା ଆଉ। ହଁ, ସେ କୁଳାଙ୍ଗାର ଆଜି ମଣିଷ ହୋଇଯାଇଛି, ତା ମାଟି ମାଆର ଋଣ ସୁଝିଛି। ଆରେ ନାନୀ, ଏ ନାନୀ ନାନୀ, ଦେଖିବା। ଆରେ ଆମ ଖବର କାଗଜରେ କାହା ନାଁ ବାହାରିଛି ଦେଖିବା। ଆମ ମିଲିର ନାଁ ବାହାରିଛି। ସିଏ ଯୋଉ ସୁରଟ ନୁହଁ, ଏ ବିଦେଶରେ ଗୋଟେ ବଡ଼ ନୃତ୍ୟକଳା ସ୍କୁଲର ଶିକ୍ଷୟିତ୍ରୀ ହେଇଛି। ଆଲୋ ଦେଖିବା, ଆଲୋ ଦେଖିବା। ହଁ, ସେ ପାଗଳି ଆଜି ମାଟି ମାର ନାଁ ରଖିବା ସହିତ ଇଏ ନାଚବାଲିକୁ ସମ୍ମାନର ପାତ୍ର ସଜେଇ ଦେଇଛି। ଯେଉଁ ବୟସରେ ଝିଅମାନେ ନିଜ ସମୟକୁ ଅସତ୍ ଉପାୟରେ ନଷ୍ଟ କରୁଛନ୍ତି, ଆଜି ସେ ବୟସରେ ଇଏ ସଂସ୍କୃତିକୁ ସମ୍ମାନ ଦେଇଛି। ଜନ୍ମରୁ ମରଣ, ପୂଜାରୁ ପାର୍ବଣ, ଗ୍ରାମରୁ ନଗର, ପଲ୍ଲୀରୁ ସହର, ଦେଶ ବିଦେଶରେ ତୋ
କରି ଆଦର ଓଡ଼ିଆ ଜାତିର ଅତି ଆପଣାର ରଥ ଯାତ୍ରାରେ ବଡ଼ ମେଳା ତୁ ଲୋକ ଗଳା ରଥ ଯାତ୍ରାରେ ବଡ଼ ମେଳା ତୁ ଲୋକ କଳା ଆମ ଲୋକ କଳା ଆମ ସଂସ୍କୃତି ଆମ ଲୋକ କଳା ଆମ ଲୋକ